ଏହି ଭିଡିଓର ପ୍ରଶ୍ନ ତ ହେଲା ଦରଜା ଖୋଲିଦେବା ପାଠର ବୁଲା ଓ ରହିମ୍ କିଏ? ବୁଲା ଓ ରହିମ୍ ଦୁଇ ଜଣ ସାଧାରଣ ଶ୍ରମଜୀବୀ ପିଲା। ସେମାନେ ପାଠ ପଢ଼ନ୍ତି ନାହିଁ, ମୂଲ ଲାଗି ପେଟ ପୋଷନ୍ତି। ସେମାନେ କେଉଁଠି ପ୍ରବେଶ କରିଥିଲେ? ସେମାନେ ଗୋଟିଏ ସ୍କୁଲ ଘର ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କର କାହା ସହିତ ଭେଟ ହେଲା? ସେମାନଙ୍କ ସ୍କୁଲ ଶିକ୍ଷକଙ୍କ ସହିତ ଭେଟ ହେଲା। ସେମାନେ ତାଙ୍କ ସହିତ କ'ଣ କଥାବାର୍ତ୍ତା ହେଲେ? ସେମାନେ ତାଙ୍କ ସହିତ ନିଜ ଦୁଃଖ ଓ ଶ୍ରମ, ଜୀବନ ଧାରଣ ମାର୍ଗ ବିଷୟରେ କଥାବାର୍ତ୍ତା ହେଲେ। ଶିକ୍ଷକଙ୍କ କଥା ଅନୁସାରେ ପାଠ ପଢ଼ିବା ପାଇଁ ସମର୍ଥ ହେଲେ। ପ୍ରଧାନ କିଏ? ସେ କିପରି ଲୋକ ଥିଲେ? ପ୍ରଧାନ ହେଉଛନ୍ତି ସ୍କୁଲର ପ୍ରତିଷ୍ଠାତା, ଗାଁର ଜଣେ ମୁରବୀ ଲୋକ। ସେ ସଂକୀର୍ଣ୍ଣ ମନା ଓ ରକ୍ଷଣଶୀଳ ଲୋକ ଥିଲେ। 2 ନମ୍ବର, ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ? ନାଟ୍ୟକାର ନାରାୟଣ ସାହୁ ଜଣେ ସମାଜ ସଚେତନ ସ୍ରଷ୍ଟା। ବର୍ତ୍ତମାନ ସମୟରେ ସାର୍ବଜନୀନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ସେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଶିକ୍ଷା ପାଇବାର ଏକାଧିକ ଅଧିକାର ଅଛି ବୋଲି ଦରଜା ଖୋଲିଦେବା ନାଟକରେ ଏକ ପ୍ରସ୍ତାବ ଘଟଣା ବର୍ଣ୍ଣନା କରିଛନ୍ତି। ଶିକ୍ଷାଦାନ ପ୍ରମୁଖ କର୍ତ୍ତା ଶିକ୍ଷକ ହୋଇଥିବାରୁ ନାଟ୍ୟକାର ଏହି ନାଟକର ଜଣେ ଉଦାରବାଦୀ ବ୍ୟକ୍ତି ରୂପରେ ଶିକ୍ଷକ ଚରିତ୍ର ଗୁଣ ଚିତ୍ରଣ କରିଛନ୍ତି। ବୁଲା ଓ ରହିମ୍ ଦୁଇ ଶ୍ରମଜୀବୀ ପିଲା ହୋଇଥିଲେ ମଧ୍ୟ ଶିକ୍ଷକ ସେମାନଙ୍କ ପ୍ରତି ବିଶେଷ ହୃଦୟବତ୍ତର ପରିଚୟ ଦେଇଛନ୍ତି। ସ୍କୁଲ ଛୁଟି ଥିବା ସମୟରେ ବୁଲା କଲାପଟାରେ ଶିକ୍ଷକଙ୍କ ଚିତ୍ର ଆଙ୍କୁଥିବା ବେଳେ ଶିକ୍ଷକ ପହଞ୍ଚି ତାଙ୍କ ଉପରେ କ୍ରୋଧ ପ୍ରକାଶ କରିବା ପରିବର୍ତ୍ତେ ଚିତ୍ରରେ ଛତା ଚିତ୍ର କରିବାକୁ ଭୁଲି ଯାଇଥିବାରୁ ସେ ମନେ ପକାଇ ଦେଇଛନ୍ତି ଏବଂ ଛତା ଚିତ୍ର ଆଙ୍କିବାକୁ କହିଛନ୍ତି। ବୁଲା ଓ ରହିମ୍ ମୂଲ ଲାଗୁଥିବାରୁ ଏବଂ ପାଠ ନ ପଢୁଥିବାରୁ ସେ ଦୁହିଁଙ୍କୁ ପାଠ ପାଇଁ ଉତ୍ସାହିତ କରିଛନ୍ତି। ପାଠ ରୂପକ ଆଲୁଅରେ ସେମାନେ ଦୁନିଆକୁ ଦେଖନ୍ତୁ, ଏହା ହିଁ ଶିକ୍ଷକ ଚାହିଁଛନ୍ତି। ଖ ନମ୍ବର, ସତ୍ୟ ଏବଂ ତା ବାପା ପ୍ରଧାନଙ୍କର ମନୋବୃତ୍ତି ପରସ୍ପର ବିପରୀତ ଥିଲା କିପରି? ସତ୍ୟ ସରଳ, ନିଷ୍କପଟ, ଉଦାର ଏବଂ ସହଜ ପିଲା। ସେ ତା ବାପାଙ୍କୁ ସମ୍ମାନ ଦିଏ ସତ କିନ୍ତୁ ପ୍ରକୃତ ସତ୍ୟ ସମର୍ଥନ କରେ। ବାପାଙ୍କୁ ପ୍ରତିବାଦ ଜଣାଏ। ବୁଲା ଓ ରହିମଙ୍କର ସ୍କୁଲରେ ପାଠ ପଢ଼ାକୁ ପ୍ରଧାନ ବାବୁ ବିରୋଧ କରୁଥିବା ବେଳେ ସତ୍ୟ ସମର୍ଥନ କରେ। ତା ଯୁକ୍ତିରେ ସ୍କୁଲ ସମସ୍ତଙ୍କ ସମାନ ଅଧିକାର ରହିଛି। ସତ୍ୟ ଜାତି ଓ ବର୍ଣ୍ଣଭେଦ ମାନେ ନାହିଁ କିନ୍ତୁ ପ୍ରଧାନ ବାବୁ ତା ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି। ସତ୍ୟ ବୁଲା ଓ ରହିମଙ୍କୁ ବିଛଣା ଉପରେ ବସିବାକୁ କହିଲା ବେଳେ ପ୍ରଧାନ ବାବୁ ବାରଣ କରନ୍ତି। ରହିମକୁ ପିଟିବାକୁ ପଛାଇ ନାହାନ୍ତି ଏଥିପାଇଁ। ସତ୍ୟ ତା ବାପାଙ୍କର ମନୋବୃତ୍ତି ପ୍ରତିବାଦ କରେ। ଯୁଗ ବଦଳି ଯାଇଥିବାରୁ ବୁଲା ଓ ରହିମର ପାଠପଢ଼ା ଅନ୍ୟାୟ ନୁହେଁ। ଗ ନମ୍ବର, ସତ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରିଲା କାହିଁକି? ଏଇଟା ତ ଫିକ୍ସ ଦିଲେ ଲେଖବ ନାଟ୍ୟକାର ନାରାୟଣ ସାହୁ। ସତ୍ୟ ଅନୁଭବ କରୁଥିଲା ଯେ ତାର ଗୁରୁଦେବ ଉଚିତ କଥା କହୁଛନ୍ତି। ବୁଲା, ରହିମ୍ ଓ ମଣିଷ ପିଲା ସରକାରୀ ବିଦ୍ୟାଳୟରେ ସମସ୍ତେ ପଢ଼ିବାର ସମାନ ଅଧିକାର ଅଛି। ବିଦ୍ୟାଳୟ ପାଇଁ ଉଚ୍ଚ ନୀଚ, ଧନୀ ଗରିବ, ହିନ୍ଦୁ ମୁସଲମାନ ଇତ୍ୟାଦି ସମସ୍ତେ ସମାନ। ସେଥିରେ ଜାତି ଧର୍ମ ବର୍ଣ୍ଣର ପ୍ରଶ୍ନ ଉଠେନା। ତେଣୁ ତା ବାପା ଯେତେବେଳେ ପ୍ରତିବାଦ କରୁଥିଲେ ତା ସହିତ ବୁଲା ଓ ରହିମ୍ ପଢ଼ିପାରିବେ ନାହିଁ ବୋଲି କହୁଥିଲେ ସେତେବେଳେ ସେ ଗୁରୁଜୀକୁ ସମର୍ଥନ କରୁଥିଲେ। ଘ ନମ୍ବର, ବୁଲା ଏବଂ ରହିମଙ୍କ ଜୀବନରେ ଶିକ୍ଷକ କିପରି ନୂତନ ଆଶା ସଞ୍ଚାର କରିଥିଲେ? ଲେଖବ ଫିକ୍ସ ଏଟାକେ 2 ଲାଇନ୍ ଲେଖବ। ବୁଲା ଏବଂ ରହିମ୍ ମୂଲ ଲାଗି ପେଟ ପୋଷନ୍ତି। ପାଠ ପଢ଼ିବା ପାଇଁ ସେମାନଙ୍କର ଇଚ୍ଛା ଥିଲେ ମଧ୍ୟ ଖାଇବା ଚିନ୍ତା ଥିବାରୁ ସେମାନେ ସେଥିରେ ମନ ଦିଅନ୍ତି ନାହିଁ।
ଦି ପଇସା ରୋଜଗାର ନ କଲେ ଖାଟା ଖାଟା ଉପାସ ରହିବା ପଡ଼ିବ ବୋଲି ସେମାନେ ଜାଣନ୍ତି। କିନ୍ତୁ ସେମାନଙ୍କ ଜୀବନ ଶିକ୍ଷା ପ୍ରତି ନୂତନ ଆଶା ସଞ୍ଚାର କରିଛନ୍ତି ଶିକ୍ଷକ। ସ୍କୁଲ ଛୁଟି ଥିବାବେଳେ ବୁଲା ରହିମ ସ୍କୁଲରେ ବସି ଚକ୍ ଡଷ୍ଟର ବ୍ୟବହାର କରି କୌତୂହଳ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ ଚିତ୍ର ଆଙ୍କିଛନ୍ତି। ଶିକ୍ଷକ ପଣ୍ଡିତଙ୍କ କାର୍ଯ୍ୟକଳାପ ଦେଖି କ୍ରୋଧ ପ୍ରକାଶ କରିବା ବଦଳରେ ଉଦାରତା ଦେଖାଇଛନ୍ତି। ସେମାନଙ୍କୁ ଶିକ୍ଷା ଲାଭ ପାଇଁ ଉତ୍ସାହିତ କରିଛନ୍ତି। ଏହିଭଳି ଭାବରେ ସେମାନଙ୍କର ଜୀବନରେ ଶିକ୍ଷକ ନୂତନ ଆଶା ସଞ୍ଚାର କରିଥିଲେ। ନମ୍ବର ପ୍ରଧାନ ଶେଷରେ କିପରି ନିଜର ଭୁଲ ବୁଝିପାରିଲେ? ପ୍ରଧାନ ସ୍କୁଲର ପ୍ରତିଷ୍ଠାତା ହୋଇଥିବାରୁ ବୁଲା ଓ ରହିମଙ୍କୁ ସେଠାରେ ପଢ଼ିବାକୁ ବାରଣ କରିଛନ୍ତି। ଶିକ୍ଷକଙ୍କୁ ଗାଳି ଦେଇଛନ୍ତି। ଯୁଗ ଯୁଗ ଅନୁଷ୍ଠାନକୁ ଶିକ୍ଷକ ଅପବିତ୍ର କରିଦେଇଛନ୍ତି ବୋଲି ନିଜର ବଡ଼ପଣ ଦେଖାଇଛନ୍ତି। ଶିକ୍ଷକଙ୍କର କୌଣସି କଥା ନ ଶୁଣି ସେ କହିଛନ୍ତି, ଫାଲତୁ କଥା ଶୁଣିବାକୁ ମୋ ପାଖରେ ବେଳ ନାହିଁ। କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ। କେବଳ ଏତିକି ନୁହେଁ, ସେ ବୁଲା ଓ ରହିମକୁ ସ୍କୁଲକୁ ଯିବାକୁ ବାରଣ କରିଛନ୍ତି। ବାରଣ ତ ମନା, କାମ କରିବାକୁ ଆଦେଶ ଦେଇଛନ୍ତି। ନିଜ ପୁଅ ସତ୍ୟ ଆକ୍ସିଡେଣ୍ଟ ପରେ ସେମାନଙ୍କ ଠାରୁ ରକ୍ତ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଶେଷରେ ବୁଲାର ରକ୍ତଦାନ ଫଳରେ ସତ୍ୟ ସୁସ୍ଥ ହେବା ପରେ ସେ ନିଜର ଭୁଲ ବୁଝିପାରିଛନ୍ତି। ପିଲାମାନଙ୍କର ଗାଧୁଆ ବେଳ ଖାଇବା ଦାୟିତ୍ୱ ନେଇଛନ୍ତି। ସ୍କୁଲର ଦରଜା ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି କହିଛନ୍ତି। 3 ନମ୍ବର ଏକାଙ୍କିକାର ନାମ ଦରଜା ଖୋଲିବା କିପରି ଯଥାର୍ଥ କହିଛି ଲେଖ। ଶିକ୍ଷା ହେଉଛି ପ୍ରତ୍ୟେକ ପିଲାଙ୍କ ଏକ ଅଧିକାର। ଶିକ୍ଷା ବ୍ୟତୀତ ସେମାନଙ୍କ ଜୀବନ ଅନ୍ଧକାର ହୋଇଥାଏ। ତେଣୁ ନାଟ୍ୟକାର ସାର୍ବଜନୀନ ଶିକ୍ଷାର ବାସ୍ତବତା ଉପଲବ୍ଧି କରିଛନ୍ତି। ଶିକ୍ଷକ ଚରିତ୍ର ମାଧ୍ୟମରେ ନାଟ୍ୟକାର ବୁଲା ରହିମ ଭଳି ଦୁଇଟି ଅବଲି ଶିଶୁ ଶ୍ରମିକଙ୍କୁ ପାଠର ମହତ୍ଵ ଜଣାଇଛନ୍ତି। ଶ୍ରମ କରି ପେଟ ପୋଷୁଥିବା ବୁଲା ରହିମ ଶିକ୍ଷକଙ୍କ ପ୍ରେରଣା ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିଲା ବେଳେ ସ୍କୁଲର ପ୍ରତିଷ୍ଠାତା ପ୍ରଧାନ ବାବୁ ସେମାନଙ୍କ ପାଇଁ ସ୍କୁଲର ଦରଜା ବନ୍ଦ କରିବାର ଯୁକ୍ତି କରିଛନ୍ତି। ଶିକ୍ଷକ ପ୍ରଧାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଲା ରହିମକୁ ସେ ସୁଯୋଗ ଦେବାକୁ ଚାହିଁନାହାନ୍ତି। ସେମାନଙ୍କ କାମ କରିବାକୁ କହିଛନ୍ତି। ବାଡ଼ିରେ କାଠ ହାଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଉ ଦିନେ ହେଲେ ସ୍କୁଲକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଲା ଓ ରହିମ ସ୍କୁଲର ଦରଜା ବନ୍ଦ କରିବା ସେମାନଙ୍କ ପାଇଁ ଦୁନିଆରେ ବଞ୍ଚିବା ପାଇଁ ସୁଯୋଗ ନ ଦେବା ସହିତ ସମାନ। ଅର୍ଥାତ୍ ଦୁନିଆର ଦରଜା ବନ୍ଦ କରିଦେବା ବୋଲି ଏହାକୁ କୁହାଯିବ। ନମ୍ବର ଲେଖିବାର ଅଛି, ନାଟ୍ୟକାର ନିଜର ଚିନ୍ତାଧାରାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ବୁଲା ରହିମ ସତ୍ୟ ଶିକ୍ଷକ ପ୍ରଧାନ ପ୍ରମୁଖ ଚରିତ୍ର ଅଛନ୍ତି। ପ୍ରଧାନ ବାବୁ ସଂକୀର୍ଣ୍ଣ ମନା ହୋଇ ଜାତି ସମ୍ପ୍ରଦାୟ ଧନୀ ଦରିଦ୍ର ଭେଦ ରଖି ବୁଲା ଓ ରହିମକୁ ସ୍କୁଲକୁ ନ ଯିବାକୁ ଧମକ ଦେଇଛନ୍ତି। ଶିକ୍ଷକଙ୍କୁ ଗାଳି ଦେଇଛନ୍ତି, କିନ୍ତୁ ଉଦାର ମନ ଶିକ୍ଷକ ଓ ସତ୍ୟ ସେମାନଙ୍କ ଶିକ୍ଷା ଲାଭକୁ ସମର୍ଥନ କରିଛନ୍ତି। ଶିକ୍ଷା ଲାଭ ସେମାନଙ୍କର ଅଧିକାର ବୋଲି ଶିକ୍ଷକ ପ୍ରଧାନ ବାବୁକୁ କହିବା ବେଳେ ସତ୍ୟ ତାକୁ ସମର୍ଥନ କରିଛି। ଛୁଆଁ ଅଛୁଆଁ ଭେଦଭାବ ଭୁଲି ସତ୍ୟ ବୁଲା ଓ ରହିମକୁ ଆପଣାର କରିଛି। ନାଟ୍ୟକାର ଏଭଳି ଘଟଣାର ବୟାନ କରି ଆମକୁ ଉଦାର ହେବାକୁ ସୂଚନା ଦେଇଛନ୍ତି। ସତ୍ୟର ଦୁର୍ଘଟଣା ଘଟିବା ପରେ ପ୍ରଧାନ ବାବୁ ନିଜର ଅହଙ୍କାର ଓ ସଂକୀର୍ଣ୍ଣ ଚିନ୍ତାଧାରାକୁ ଭୁଲି ପାରିନାହାନ୍ତି। ଡାକ୍ତରଙ୍କ ବିରକ୍ତି ଭାବ ପ୍ରକାଶ ଓ ବୁଲାର ରକ୍ତଦାନ ପରେ ସତ୍ୟ ସୁସ୍ଥ ହୋଇଯିବାରୁ ପ୍ରଧାନଙ୍କର ଜ୍ଞାନ ଲାଭ ହୋଇଛି। ସେ ନିଜର ଭୁଲ ବୁଝିପାରି ସମସ୍ତଙ୍କ ପାଇଁ ସ୍କୁଲ ଦରଜା ଖୋଲିଦେବାକୁ ମତ ଦେଇଛନ୍ତି। ପ୍ରଧାନ ବାବୁ ବିଚାରଧାରାକୁ ନାଟ୍ୟକାର ପରିବର୍ତ୍ତିତ କରେଇ ଆମକୁ ଉଦାର ହେବାକୁ ଶିକ୍ଷା ଦେବାକୁ ଚାହିଁଛନ୍ତି। ଏ ଥିଲା ଦରଜା ଖୋଲିଦେବା ପାଠର ପ୍ରଶ୍ନ ଉତ୍ତର।